सो हेलो गाइस सो ଏବେ ଆମେ ଥିଲୁ ବ୍ରହ୍ମପୁର ଜଷ୍ଟ ତଳେ ଗୋଟେ କାମ କର ସିଧା ଏଇଠୁ ଡେଇଁ ଦେ ସିଧା ବାହାରିବୁ ମାଲକାନଗିରିରେ। सो हेलो गाइस सो ଏବେ ଆମେ ଥିଲୁ ବ୍ରହ୍ମପୁର ଜଷ୍ଟ ତଳେ ଯେଉଁଟାକି ହେଉଛି ମା ତାରାତାରିଣୀ ଟେମ୍ପଲ୍ସର ପାଖାପାଖି 15 କିଲୋମିଟର ଭିତରେ ନାଇଟ୍ କ୍ୟାମ୍ପ କରିଥିଲୁ ରାତିରେ। ତ ଏବେ ଆମେ ବାହାରିକି ଯାଉଛୁ ରାଇଡ୍ ପାଇଁ। ତ ଆଜି ଆମର ଅଛି ଗୋପାଳପୁର ସି ବିଚ୍ ତା ସହିତ ଚିଲିକା। ତ ଆମର ଜର୍ଣ୍ଣି ଏବେଠୁ ଷ୍ଟାର୍ଟ କରିସାରିଲୁଣି, ଟିକେ ମଝିରେ ଯାଇକି ପାଣି କିଣିକିରି ତ ସର୍ଫ କିଣିବାକୁ ପଡ଼ିବ। କାହିଁକି ବୋଲେ ଭାଇ ଯେଉଁ ପ୍ରକାର ଗରମକୁ ପ୍ୟାଣ୍ଟ ସାର୍ଟ ସବୁ ଝାଳ ବାସ୍ନା ହେଉଛି। ତ ଭାଇ ମୋତେ ସେମିତି ଭଲ ଲାଗିବ ନା ଝାଳ ବାସ୍ନା ହେଲେ। ତ ଆମେ ଯିବା ଯାଇ ଛକରେ ସାମାନ କିଣିକିରି ଆମର ଗୋପାଳପୁର ସି ବିଚ୍ ଅଛି ଏଇଠୁ ମିନିମମ୍ 31 କିଲୋମିଟର। ତ ମିନିମମ୍ 15ରୁ 20 ମିନିଟ୍ ଲାଗିବ ଆମକୁ ପହଞ୍ଚିବା ପାଇଁ ସେଇଟା ବୁଲାବୁଲି ସରେଇକିରି ଆମେ ଯାଉଛୁ ଚିଲିକା ବୁଲାବୁଲି ସରେଇକିରି ଆମେ ଯାଉଛୁ 2-3ଟା ଜାଗା ଅଛି। ତ ଖାଲି ଏତିକି କ'ଣ ଭାଇ ଫର୍କ ବହୁତ ହେଉଛି। ଏବେ ଆମେ ଯଦି ଏଇଠୁ ଗୋପାଳପୁର ଯିବୁ, ଏଇଠୁ ଗୋପାଳପୁର ହେଉଛି 31, ସେଇଠୁ ଚିଲିକା ହେଉଛି 114। ଚିଲିକାଠୁ ଆମର ଲିଙ୍ଗରାଜ କୋଣାର୍କ ପୁରୀ ପାଖାପାଖି ଏରିଆ ଭିତରେ ଅଛି। ତା ସହିତ ଆଉ ଗୋଟେ ଆଡ଼୍ କରିଛନ୍ତି ଆମ ଭାଇମାନେ, ସେଇଟା ହେଉଛି ଆମର କି ଗାଁ ଗୋଟେ ସେଟା ମୋତେ ବି ମନେ ପଡ଼ୁନାହିଁ। ତ ଗରମ ପାଣି ବାହାରିବ ପରି ଭାଇ ସେ ଜାଗାକୁ ଯିବା ପଡ଼ିବ। ସେ ଜାଗା ଯଦି ଆମେ ଯିବା ତ ସେଇଠୁ ଆମକୁ ଭୁବନେଶ୍ୱର ବୋଲେ ଆମର କୋଣାର୍କ ଲିଙ୍ଗରାଜ ଯିବା ପାଇଁ ଲାଗିଯାଉଛି 260 କିଲୋମିଟର। ତ ଆହୁରି 2-3 ଦିନ ରହିବାକୁ ପଡ଼ିବ ସେମିତି ହେଲେ। ତ ଡିସାଇଡ଼୍ କରିବୁ ଫେର୍ ଗୋଟେ ଜାଗା 2ଟା ଜାଗା ବୁଲି ସାରିଲା ପରେ ଆମେ କେଉଁଠି ଯିବୁ କ'ଣ ନାହିଁ। ନା ଯଦି ଲିଙ୍ଗରାଜ ଉପରେ ଯଦି କଥା ପଡ଼ିଲା ତ ଆଜି ଲିଙ୍ଗରାଜକୁ ଆଉ କୋଣାର୍କଟା ବୁଲି ଦେଇକି ପୁରୀ ରାତି 10ଟା-11ଟା ଭିତରେ ପହଞ୍ଚିକିରି ତ 1 ଡେ ରେଷ୍ଟ ନେଇକିରି କାଲି ଭିଡ଼ିଓ ସୁଟ୍ କରିକିରି ତ ଆମେ ବାହାରିବୁ ଆମ ଡେଷ୍ଟିନେସନ୍କୁ। ତ ଭାଇ ଆଜି ବହୁତ ମଜା ହେବ। ଆଜି ଯିବା ଚିଲିକା ଗୋପାଳପୁର ସି ବିଚ୍। ତ ଏପଟେ ଭାଇ ସିନେରୀ ଦେଖିବାକୁ ମଜା ଲାଗୁଛି। ଭାଇ ମୋ ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ମୁଁ ଆଇଛି ବିଚ୍। ମୋ ଲାଇଫ୍ରେ କେବେ ବି ମୁଁ ଯାଇନି ଭାଇ ବିଚ୍ କହିବାକୁ ଗଲେ। ଉଲେ ସାଇଡ୍ କୋଉଠି ହେଉଛି ଯେ ରଖିବୁ ତୁ? ସେଇଟା ରଖିଦେଉଛ ରଖିବା ପାଇଁ ତ ଆମକୁ ଡିସାଇଡ଼୍ ହେଇପାରୁନାହିଁ। रे गाटा टेढ़ा रख टे तोर एमती सीधा रख हम हम
सो गाइस फाइनाली आम पहुँची गलु भाई जोटा कि हूँ गोपालपुर सी बीच तो अब जा बुलाबुली कर बाहर भी आम राइड पाई तो जा व्यू टे देखीदबा आस गाइस मैंने ये गाधो कि महान भाई कि अच्छी रे गाइस देखुए भाई यहाँ हूँ गोपालपुर सी बीच तो ब्रह्मपुर पाखापाखि आमको पड़ला 31 किलोमीटर काम कर सीधा डे दे सीधा भारी मालकानगिरी ये डे दे सीधा मालकानगिरी भारी पड़बू बोलছে